ମୋର ପ୍ରିୟ ସାଙ୍ଗମାନେ, ମୁଁ ଆଶା କରୁଛି ଆପଣ ପ୍ରାୟ ବହୁତ ଭଲରେ ଥିବେ। ତ ଦେଖନ୍ତୁ, ବର୍ତ୍ତମାନ ଆଦର୍ଶ ବିଦ୍ୟାଳୟରେ ବର୍ତ୍ତମାନ ନିଯୁକ୍ତି ସୁଯୋଗଟି ଆସିଲା। ଏଥିରେ ବିଭିନ୍ନ ପ୍ରକାର ଟିଚର ପାଇଁ ପୋଷ୍ଟ ଭ୍ୟାକେନ୍ସିଟି ରହିଛି। ତ ନିଜ ନିଜ ବ୍ଲକରେ ଆପଣ ନିଯୁକ୍ତି ସୁଯୋଗ ପାଇପାରିବେ, ଯାହାକି ଆଦର୍ଶ ବିଦ୍ୟାଳୟରେ କୌଣସି ପରୀକ୍ଷା ହେବ ନାହିଁ। ତ ଦେଖନ୍ତୁ, ଏଥିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ। ଓଡ଼ିଶା ସବୁ ଜିଲ୍ଲାର ଏହି ଭ୍ୟାକେନ୍ସିକୁ ଆବେଦନ କରିପାରିବେ। କୌଣସି ପରୀକ୍ଷା ହେବ ନାହିଁ। ଯଦି ଆପଣ ସିଲେକ୍ସନ୍ ହେଲେ ତ ପର୍ ମନ୍ଥ ଆପଣ ଦରମା ପାଇପାରିବେ 25,000 ପର୍ଯ୍ୟନ୍ତ ଆପଣ ପର୍ ମନ୍ଥ ଦରମା ପାଇପାରିବେ ଯଦି ଆପଣ ସିଲେକ୍ସନ୍ ହେଲେ। ତ ତେବେ ଚାଲନ୍ତୁ ଦେଖିବା ଏହି ନୋଟିଫିକେସନ୍ ମାଧ୍ୟମରେ ଆମେ ଡିଟେଲ୍ସ ଜାଣିନେବା। ତ ତା ପୂର୍ବରୁ କହି ରଖୁଛି, ଯଦି ଆପଣ ମୋ ଚ୍ୟାନେଲ୍ ପ୍ରଥମ ଥର ଆସିଛନ୍ତି ତାହେଲେ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିନେବେ ଏବଂ ତା ସହିତ ବେଲ୍ ଆଇକନ୍କୁ ମଧ୍ୟ ଆପଣ ଅନ୍ କରିନେବେ। ତ ତେବେ ଚାଲନ୍ତୁ ଦେଖିବା ନୋଟିଫିକେସନ୍ ମାଧ୍ୟମରେ ଡିଟେଲ୍ସ ଆମେ ଜାଣିନେବା। ତ ଯେମିତିକି ଦେଖନ୍ତୁ, ଏହା ହେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଫିସିଆଲ ନୋଟିସଟି। ତ ଦେଖନ୍ତୁ, ଏହି ନୋଟିସଟି ଯାହାକି କେଉଁଝର ଆଦର୍ଶ ବିଦ୍ୟାଳୟର। ତେବେ ଚାଲନ୍ତୁ ଦେଖିବା ଭ୍ୟାକେନ୍ସି ଡିଟେଲ୍ସ ସମ୍ପର୍କରେ। ତ ଯେମିତିକି ଦେଖନ୍ତୁ, ଯାହାକି କେଉଁଝର ଡିଷ୍ଟ୍ରିକ୍ଟର ବ୍ଲକ ସବୁ ନେମ୍ଟି ରହୁଛି। ଯେମିତିକି ଦେଖନ୍ତୁ, ଭ୍ୟାକେନ୍ସି ଡିଟେଲ୍ସ ସମ୍ପର୍କରେ କେଉଁଝର ଡିଷ୍ଟ୍ରିକ୍ଟର ବ୍ଲକ ସବୁ ରହୁଛି। ଦେଖନ୍ତୁ, ବ୍ଲକର ନାଁଟି ରହୁଛି ଘାସିପୁର, ଯାହାକି ଆଦର୍ଶ ବିଦ୍ୟାଳୟ ଘାସିପୁର ବ୍ଲକରେ ରହୁଛି। ଦେଖନ୍ତୁ, ଟିଜିଟି ଏବଂ ପିଜିଟି ପାଇଁ ପୋଷ୍ଟ ଭ୍ୟାକେନ୍ସିଟି ରହିଛି। ଫିଜିକ୍ସ ପାଇଁ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି ଏବଂ କେମିଷ୍ଟ୍ରି ପାଇଁ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି। ଏବଂ ଦେଖନ୍ତୁ, ମ୍ୟାଥ୍ ଟିଚର ପାଇଁ ଦୁଇଟି ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି। ଟୋଟାଲ ଉପରେ 4ଟି ପୋଷ୍ଟ ଭ୍ୟାକେନ୍ସି ରହୁଛି। ଏହାପରେ ଦେଖନ୍ତୁ, ବ୍ଲକର ନାଁ ରହୁଛି ଶାଳପଦା। ଶାଳପଦାରେ ଟୋଟାଲ ଭ୍ୟାକେନ୍ସିଟି ରହୁଛି 4ଟି ଟୋଟାଲ ପୋଷ୍ଟ ଭ୍ୟାକେନ୍ସି ରହୁଛି, ଯାହାକି ଶାଳପଦା ଆଦର୍ଶ ବିଦ୍ୟାଳୟରେ। ଏହାପରେ ଦେଖନ୍ତୁ, ହାଟଡିହିରେ ଟୋଟାଲ ପୋଷ୍ଟ ରହୁଛି 2ଟି ମାତ୍ର ଟୋଟାଲ ପୋଷ୍ଟ ଭ୍ୟାକେନ୍ସି ରହୁଛି। ଏହାପରେ ଦେଖନ୍ତୁ, ଘଟଗାଁରେ ଇଂଲିଶ ଟିଚର ପାଇଁ ଭ୍ୟାକେନ୍ସି ରହୁଛି ଏବଂ ସାଇନ୍ସ ଟିଚର ପାଇଁ ଭ୍ୟାକେନ୍ସି ରହୁଛି। ଟୋଟାଲ ଉପରେ 2ଟି ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି। ସେହିପରି ନେକ୍ସଟ ଦେଖନ୍ତୁ, ଏଚସିପୁର, ଯାହାକି ଏଚସିପୁର ଆଦର୍ଶ ବିଦ୍ୟାଳୟରେ 2ଟି ମାତ୍ର ଭ୍ୟାକେନ୍ସି ରହୁଛି, ଯାହାକି ଇଂଲିଶ ଟିଚର ପାଇଁ। ଏହାପରେ ଦେଖିନିଅନ୍ତୁ, ଟୋଲକିଓରେ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି, ଯାହାକି ମ୍ୟାଥ୍ ଟିଚର ରହୁଛି। ସେହିପରି ଦେଖନ୍ତୁ, ବଂଶପାଳରେ ଟୋଟାଲ ଉପରେ 3ଟି ପୋଷ୍ଟ ଭ୍ୟାକେନ୍ସି ରହୁଛି। ଏବଂ ଏହାପରେ ଦେଖନ୍ତୁ, ପାଟଣା ବ୍ଲକରେ ଦେଖନ୍ତୁ, ଟୋଟାଲ ଉପରେ 3ଟି ପୋଷ୍ଟ ଭ୍ୟାକେନ୍ସି ରହୁଛି ଏବଂ ସାରପଡ଼ାରେ 2ଟି ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି। ଏହାପରେ ନେକ୍ସଟ ଦେଖନ୍ତୁ, ଚାମ୍ପୁଆ ବ୍ଲକରେ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି ଏବଂ ଝୁମ୍ପୁରାରେ ମଧ୍ୟ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି। ତ ଏହିସବୁ ବ୍ଲକରେ ବର୍ତ୍ତମାନ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗଟି ଆସିଛି। ଯଦି ଆପଣ ଏହି ଜବରେ ଇଣ୍ଟରେଷ୍ଟିଂ ଅଛ ତାହେଲେ ଆବେଦନ କରନ୍ତୁ। କୌଣସି ପରୀକ୍ଷା ହେବ ନାହିଁ। ତ ଦେଖନ୍ତୁ, କ୍ୱାଲିଫିକେସନ୍ ସମ୍ପର୍କରେ ଦେଖନ୍ତୁ, ଟିଜିଟି ପୋଷ୍ଟରେ ଆପଣ ଯଦି ଗ୍ରାଜୁଏସନ୍ କରିଛନ୍ତି, ତା ସହିତ ଆପଣ ଯଦି ବିଇଡ଼ି କରିଛନ୍ତି ତାହେଲେ ଆପଣ ପିଜିଟି ପୋଷ୍ଟ ଆପ୍ଲାଏ କରିପାରିବେ। ଏବଂ ଯଦି ଆପଣ ଗ୍ରାଜୁଏସନ୍ ବିଇଡ଼ି କରିଛନ୍ତି ତାହେଲେ ଆପଣ ଟିଜିଟି ପୋଷ୍ଟ ଆପ୍ଲାଏ କରିପାରିବେ। ଏହାପରେ ଦେଖନ୍ତୁ, ତା ସହିତ ଆପଣଙ୍କର କମ୍ପ୍ୟୁଟର ନଲେଜ ଥିବା ଦରକାର, କମ୍ପ୍ୟୁଟର ସାର୍ଟିଫିକେଟ୍ ଆପଣଙ୍କ ଥିବା ଦରକାର। ଦେଖନ୍ତୁ, ଯଦି ଆପଣ ସିଲେକ୍ସନ୍ ହେଲେ ପର୍ ମନ୍ଥ ଆପଣ ଦରମା ପାଇପାରିବେ। ପିଜିଟି ପୋଷ୍ଟରେ 25,000 ପର୍ ମନ୍ଥ ଦରମା ପାଇପାରିବେ ଏବଂ ଟିଜିଟି ପୋଷ୍ଟରେ 20,000 ପର୍ ମନ୍ଥ ଦରମା ଆପଣ ପାଇପାରିବେ ଯଦି ଆପଣ ସିଲେକ୍ସନ୍ ହେଲେ। ଏହି ଭ୍ୟାକେନ୍ସିଟିକୁ ଆପଣ ଅଫଲାଇନ୍ ମାଧ୍ୟମରେ ଆପ୍ଲାଏ କରିବାକୁ ପଡ଼ିବ। ଅଫଲାଇନ୍ ପ୍ରୋସେସ୍ ରହୁଛି, ବାଇ ହେଡ଼୍ ଦ୍ୱାରା ଆପଣ ଡାଇରେକ୍ଟ ଆପ୍ଲାଏ କରିପାରିବେ। ତ ଦେଖନ୍ତୁ, ଆପ୍ଲାଏ କରିବା ସମୟରେ ଆପଣଙ୍କର ଡକୁମେଣ୍ଟସ୍ ରହୁଛି, ଆପଣଙ୍କର କ୍ୱାଲିଫିକେସନ୍ ସାର୍ଟିଫିକେଟ୍ର ମାର୍କସିଟ୍ର ଜେରକ୍ସ ଆପଣଙ୍କର ଦରକାର ପଡ଼ିବ ଏବଂ ପାସପୋର୍ଟ ସାଇଜ୍ ଆପଣଙ୍କର 2ଟି ଦରକାର ପଡ଼ିବ ଏବଂ ଆପଣଙ୍କର ଯେକୌଣସି ଆଇଡ଼ି ପ୍ରୁଫ୍, ଆଧାର କାର୍ଡ଼ ହେଉ କି ଭୋଟର ଆଇଡ଼ି, ଯେକୌଣସି ଆଇଡ଼ି ପ୍ରୁଫ୍ ଆପଣଙ୍କର ଦରକାର ହେବ। ତ ଯଦି ଆପଣ ଏଇ ଜବ୍ଟି ଆପ୍ଲାଏ କରିବାକୁ ଚାହୁଁଛନ୍ତି ତାହେଲେ ଏମିତି ଗୋଟେ ଆପଣଙ୍କୁ ଆପ୍ଲିକେସନ୍ ଫର୍ମଟିକୁ ଡାଉନଲୋଡ଼୍ କରିବାକୁ ପଡ଼ିବ। ଏହି ଆପ୍ଲିକେସନ୍ ଫର୍ମଟି ମୁଁ ଭିଡ଼ିଓର ଡିସ୍କ୍ରିପ୍ସନରେ ୟାର ଲିଙ୍କ୍ ପ୍ରୋଭାଇଡ଼ କରିଦେବି।
ସେଠୁ ଯାଇ ଡାଉନଲୋଡ଼୍ କରି ଆପଣ ପ୍ରିଣ୍ଟ ଆଉଟ୍ କାଢ଼ି ନେବେ ଏବଂ ଏହାକୁ ସଠିକ୍ ଭାବରେ ଫିଲ୍ଅପ୍ କରି ଆପଣ ବାଇ ହ୍ୟାଣ୍ଡ ଦ୍ୱାରା ଆପଣ ଡାଇରେକ୍ଟ ଆପଣ ଆପ୍ଲାଏ କରିପାରିବେ। ତେଣୁ ମୁଁ ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓକୁ ଭଲ ଲାଗିଥିବ। ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ ଏବଂ ତା ସହିତ ଚ୍ୟାନେଲକୁ ମଧ୍ୟ ଆପଣ ସବସ୍କ୍ରାଇବ୍ କରିନେବେ।